ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀ ମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ତେବେ ଆଜିର ବିଷୟବସ୍ତୁ ହେଉଛି ଯେପରିକି ଆପଣ ଥମ୍ବନେଲରେ ଦେଖିଲେ ଯେ ପ୍ରଭୁ ଯୀଶୁଙ୍କର ପ୍ରକୃତ ଶତ୍ରୁ କିଏ। ଆଗରୁ ତ ଆପଣ ଶୁଣିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ମିତ୍ର କିଏ। ଏ ବିଷୟରେ ଅନେକ ଭିଡ଼ିଓ ମଧ୍ୟ ରହିଅଛି, ଆଉ ଏ ବିଷୟରେ ଭଲ ଭାବରେ ଆପଣ ମଧ୍ୟ ଜାଣିଥିବେ। କିନ୍ତୁ ଆଜିର ଭିଡ଼ିଓରେ ଆମେ ଦେଖିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ଶତ୍ରୁ କିଏ। ଭିଡ଼ିଓଟି ବହୁତ ଇଣ୍ଟରେଷ୍ଟିଂ ଏବଂ ଶିକ୍ଷଣୀୟ ବିଷୟ ଅଟେ। ସେଥି ନିମନ୍ତେ ଶେଷ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ବିଶେଷ ଅନୁରୋଧ। ଆଉ ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ନାହିଁ ତେବେ ଆପଣ ଭଲ ଭାବରେ ହୁଏତ ବୁଝିବି ନ ପାରନ୍ତି। ସେଥିପାଇଁ ବିଶେଷ ଅନୁରୋଧ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ନିମନ୍ତେ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ କିଏ, ପ୍ରକୃତ ଶତ୍ରୁ କିଏ, এই ବିଷୟକୁ ଜାଣିବା ନିମନ୍ତେ ଆମକୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ମଧ୍ୟରୁ କିଛି ଶାସ୍ତ୍ରାଂଶକୁ ଅଧ୍ୟୟନ କରିବାକୁ ପଡ଼ିବ। ସେଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିକି ଟିକେ ଅପେକ୍ଷା କରିବାକୁ ପଡ଼ିବ, କାରଣ এই ସମସ୍ତ ପଦପର୍ବ ମଧ୍ୟରେ ବାଇବେଲର ଶାସ୍ତ୍ରାଂଶ ମଧ୍ୟରେ ଲୁଚି ରହିଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ଶତ୍ରୁ କିଏ। ତେବେ ଚାଲନ୍ତୁ ଆଉ ଡେରି ନ କରି ଆମେମାନେ ଭିଡ଼ିଓକୁ ଆମେ ଆଗକୁ ବଢ଼ିବା। ତେବେ ପ୍ରଥମେ ଆମେ ଦେଖିବା ମାଥ୍ୟୁ ତାର 2 ପର୍ବର 13 ପଦରୁ 20 ପଦ। ଆଉ ଏଠାରେ ଏପରି ଲେଖାଯାଏ, ଏଠାରେ ଶିଶୁ ପ୍ରଭୁ ଯୀଶୁ ଏବଂ ହେରୋଦ ରାଜାଙ୍କ ବିଷୟରେ ଏବଂ ଯୋସେଫ ଏବଂ ମରିୟମଙ୍କ ବିଷୟରେ ଲେଖା ଅଛି। ଆଉ ଯଦି ଆପଣ 13 ପଦରୁ 20 ପଦ ପଢ଼ିବେ ତେବେ ଏଠାରେ ଆପଣ ଜାଣିବାକୁ ପାରିବେ ଯେ ଯେତେବେଳେ ହେରୋଦଙ୍କୁ ଖବର ଦିଆଗଲା ଯେ ଜଣେ ତ୍ରାଣକର୍ତ୍ତା ବା ଉଦ୍ଧାରକର୍ତ୍ତା ଜନ୍ମ ନେଇଛନ୍ତି, ଜଗତରେ ଜଣେ ରାଜା ଜନ୍ମ ନେଇଛନ୍ତି, ସେତେବେଳେ ସେ ପୁରା ଆଶଙ୍କାରେ ପଡ଼ିଗଲେ ଏବଂ ସେ ଭାବିଲେ ମୁଁ ରାଜା ଥାଉ ଥାଉ ଆଉ କିଏ ପୁଣି ଜଣେ ରାଜା ହେଲାଣି। ତେଣୁ ସେ ମନସ୍ଥ କଲେ ଯିଏ ବି ଜନ୍ମ ନେଇଛି ତାକୁ କ'ଣ କରିବା ପାଇଁ, ସମ୍ପୂର୍ଣ୍ଣ ରୂପେ ଜୀବନରୁ ମାରିଦେବା ପାଇଁ। ସେଥିପାଇଁ ହେରୋଦ ଏକ ଯୋଜନା ପ୍ରସ୍ତୁତ କଲେ। ଆଉ ପଣ୍ଡିତମାନେ କହିଲେ ତୁମେମାନେ ଯାଅ, କେଉଁ ସ୍ଥାନରେ ଶିଶୁ ଜନ୍ମ ହେଇଛନ୍ତି ମୋତେ ଆସି ଖବର ଦିଅ, ଯେପରିକି ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିପାରିବି। କିନ୍ତୁ ହେରୋଦଙ୍କ ଉଦ୍ଦେଶ୍ୟ ପ୍ରଣାମ କରିବା ନଥିଲା। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ଶିଶୁ ଯୀଶୁଙ୍କୁ ସର୍ବନାଶ କରିବା ନିମନ୍ତେ। ଏଠି ଆମେ ଦେଖୁଅଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ହେରୋଦ ରାଜା ଅଟନ୍ତି। ଆଉ ଏଇ ଭିଡ଼ିଓରେ ଆମେ 2 ପ୍ରକାର ଶତ୍ରୁ ବିଷୟ ଦେଖିବା। ଗୋଟେ ହେଉଛି ବାଇବେଲ ମଧ୍ୟରେ କେଉଁମାନଙ୍କୁ ଶତ୍ରୁ ବୋଲି ବର୍ଣ୍ଣନା କରାଯାଇଛି ଏବଂ ଆଜିର ଦୁନିଆରେ, ଆଜିର ଜଗତରେ, ଆଜିର ସମୟରେ କେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ଅଟନ୍ତି। 2 ପ୍ରକାର ବିଷୟ ଆମେ ଆଲୋଚନା କରିବା। ସେଥିପାଇଁ ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ତେବେ ଇଏ ଗଲା ରାଜା ହେରୋଦଙ୍କ ବିଷୟରେ। ଆଉ ଯଦି ଆମେ ମାଥ୍ୟୁ ତାର 4 ପର୍ବ 1ରୁ 11 ପଦ ଯଦି ଆମେ ପାଠ କରିବା, ଆଉ ଏଠାରେ ଗୋଟିଏ ବିଷୟ ଆମେ ଲକ୍ଷ୍ୟ କରିବା, ପ୍ରଭୁ ଯୀଶୁଖ୍ରୀଷ୍ଟ କିପରି ଶୟତାନ ଦ୍ୱାରା ପରୀକ୍ଷିତ ହୋଇଥିଲେ। ଆଉ ଆପଣ ଯଦି ଚାହାନ୍ତି, ଆପଣଙ୍କ ପାଖରେ ସମୟ ଅଛି, ତେବେ ବାଇବେଲ ଖୋଲି ମାଥ୍ୟୁ ତାର 4 ପର୍ବ 1ରୁ 11 ଆପଣ ପାଠ କରିପାରିବେ। ଆଉ ଗୋଟେ ପର୍ବ ଆମେ ଦେଖିବା ଶାସ୍ତ୍ରାଂଶ ମାର୍କ ତାର 1 ପର୍ବ 12 ପଦ ଏବଂ 13 ପଦ। ଆଉ ଏଠାରେ ଏପରି ଲେଖାଯାଏ, ସେଇ କ୍ଷଣି ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ। 13 ପଦ, ଯୀଶୁ ପ୍ରାନ୍ତରରେ 40 ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ। ସେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ପୁଣି ଦୂତମାନେ ତାହାଙ୍କର ସେବା କରୁଥିଲେ। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯିଏ ପରୀକ୍ଷା କରୁଅଛି, ସେ ପରୀକ୍ଷକ ଆଉ ସିଏ ହେଉଛି ଶୟତାନ, ଯାହାକି ପବିତ୍ର ଧର୍ମଶାସ୍ତ୍ରରେ ଲେଖା ଅଛି। ତେବେ ଦ୍ୱିତୀୟରେ ଆମେ ଦେଖିଲୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି ଶୟତାନ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପରୀକ୍ଷା କରିଥିଲା। ଆଉ ଯଦି ଆମେମାନେ ଦେଖିବା କେବଳ ନୂତନ ନିୟମ ନୁହେଁ, ପୁରାତନ ନିୟମ ଯଦି ଆମେ ଦେଖିବା, ଯଦି ଆମେ ଆଦି ପୁସ୍ତକ 3 ପର୍ବର 15 ପଦ ଦେଖିବା, ତେବେ ସେଠାରେ ଏପରି ଲେଖା ଅଛି, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମାଇବ। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।
ଏଠାରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଲେଖା ଅଛି ଯେ ଏମିତି ଜଣେ ଉଦ୍ଧାରକର୍ତ୍ତା ଜନ୍ମ ହେବେ ଯେ କି ଶୈତାନର ମସ୍ତକକୁ ଚୂର୍ଣ୍ଣ କରିବେ। ଆଉ ଏଠାରେ ମଧ୍ୟ ଆମେ ଦେଖୁଅଛୁ ଶୈତାନକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ବୋଲି ବର୍ଣ୍ଣନା କରାଯାଇଛି। ଆହୁରି ଆମେ ଦେଖିବା ମାଥିଉ ତାର 12 ପର୍ବର 14 ପଦ। ଏଠାରେ ଏପରି ଲେଖାଯାଏ, କିନ୍ତୁ ଫାରୁସୀମାନେ ବାହାରି ଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ। ଆଉ ଏହି ସ୍ଥାନ ଆମେ ଦେଖୁଅଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ଫାରୁସୀମାନେ ଅଟନ୍ତି। କାରଣ କାହିଁକି ନା ଫାରୁସୀମାନେ ଯେଉଁ ସବୁ ଭୁଲ କାମ ଗୁଡ଼ିକ କରୁଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସିଧା ସିଧା ସେମାନଙ୍କୁ ଅନୁଯୋଗ କରୁଥିଲେ ଏବଂ କହିଦେଉଥିଲେ ଯେ ତୁମେ ଅମୁକ ଅମୁକ କାମ ତୁମେ ଭୁଲ କାମ କରୁଅଛ, ତାହା ପୁଣି ଜନତା ମାନଙ୍କ ସାମ୍ନାରେ, ଆଉ ଯାହାକି ସେମାନଙ୍କର ଟୋଟାଲ ବି ପସନ୍ଦ ହିଁ ନଥିଲା ଫାରୁସୀମାନଙ୍କୁ। ସେଥିପାଇଁ ସେମାନେ ମନ୍ତ୍ରଣା କଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେମିତି ଆମେମାନେ ବିନାଶ କରିବା। ସେଇ ମାଥିଉ ତାର 27 ପର୍ବର 1 ପଦ ମଧ୍ୟ ଆମେ ପଢିବା। ପ୍ରଭାତ ହୁଅନ୍ତେ ସମସ୍ତ ପ୍ରଧାନ ଯାଜକ ପୁଣି ଲୋକମାନଙ୍କର ପ୍ରାଚୀନ ବର୍ଗ ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ। ଏଠାରେ ମଧ୍ୟ ଆମେ ଦେଖାଉଛୁ ସମସ୍ତ ପ୍ରଧାନ ଯାଜକ ଆଉ ପ୍ରାଚୀନ ବର୍ଗ ଏମାନେ କଣ କରୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କରୁଅଛନ୍ତି। ଏଠାରେ ମଧ୍ୟ ଆମେ ଦେଖୁଅଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କୁ। ତେବେ ଏହି ସମସ୍ତ ବିଷୟ ଆମେମାନେ ଜାଣିଲୁ, ଏମାନେ ଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ। ଆହୁରି ମଧ୍ୟ ଆମେ ଦେଖିପାରିବା ଯୋହନ ତାର 7 ପର୍ବର 1 ପଦ। ଯୋହନ ତାର 7 ପର୍ବର 1 ପଦ। ଆଉ ଏଠାରେ ଏପରି ଲେଖାଯାଏ, ଏଥି ଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୁଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁନଥିଲେ। ତେବେ ଆମେ ଦେଖିଲୁ ଫାରୁସୀମାନେ ଯୀଶୁଙ୍କୁ ବଧ କରିବା ପାଇଁ ଇଚ୍ଛା କରୁଥିଲେ। ପ୍ରାଚୀନ ବର୍ଗ ସେମାନେ ମଧ୍ୟ ଯୀଶୁଙ୍କୁ ବଧ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରୁଥିଲେ। ଆଉ ଏଇଠାରେ ଆମେ ଦେଖୁଛୁ ଯେ ଯିହୁଦୀମାନେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବଧ କରିବା ନିମନ୍ତେ ବା ହତ୍ୟା କରିବା ନିମନ୍ତେ ସେମାନେ ମନ୍ତ୍ରଣା କରୁଛନ୍ତି ବା ଇଚ୍ଛା ପ୍ରକାଶ କରୁଅଛନ୍ତି। ଆଉ ଯଦି ଆମେ ଦେଖିବା ମାଥିଉ ତାର 10 ପର୍ବର 4 ପଦ। ଆଉ ଏଠାରେ ଏପରି ଲେଖାଯାଏ, କିଣନୀୟ ସିମନ ଓ ଇସ୍କରିତୀୟ ଯିହୁଦା ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟଙ୍କ ବିଷୟରେ ଲେଖା ଅଛି। ଆଉ ଇସ୍କରିତୀୟ ଯିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲା। ତେବେ ବାଇବେଲରେ ଏମାନଙ୍କ ନାମ ଲିଖିତ ଅଛି କେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ଥିଲେ। ଏବଂ ବର୍ତ୍ତମାନ ଦେଖିବା ବାଇବେଲର ପଦ ପର୍ବ ସହିତ କେଉଁମାନେ ଯୀଶୁଙ୍କର ପ୍ରକୃତରେ ଶତ୍ରୁ ଅଟନ୍ତି। ଏବେ ସୁଦ୍ଧା ମଧ୍ୟ କେଉଁମାନେ ଯୀଶୁଙ୍କର ଶତ୍ରୁ ଅଟନ୍ତି। ଆଉ ଏଇ ଆଧୁନିକ ଜଗତରେ ଆଜି ଆମେ ଦେଖିବା। ଖୋଲନ୍ତୁ ମୋ ସହିତ ଫିଲିପିଓ ତାର 3 ପର୍ବର 18 ପଦ। ଫିଲିପିଓ 3 ପର୍ବର 18 ପଦ ଏବଂ 19 ପଦ। ଏହି ପଦକୁ ଆମେ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଆମେ ଜାଣିପାରିବା ଯେ ମୁଁ ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମିତ୍ର ନା ମୁଁ ଯୀଶୁଙ୍କର ଶତ୍ରୁ ଅଟେ। ତେବେ ଆମେ ନିଜକୁ ନିଜ ସମୀକ୍ଷା କରି ଆମେ ଜାଣିପାରିବା। ତେବେ ଏହି ପଦ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ଧୈର୍ଯ୍ୟର ସହିତ ଆମେ ଶ୍ରବଣ କରିବା। ଫିଲିପିଓ 3 ପର୍ବର 18 ପଦ। ଏଇଠି ଏପରି ଲେଖାଯାଏ, କାରଣ ଏପରି ଅନେକ ଅଛନ୍ତି ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମମାନଙ୍କୁ ଥରକୁ ଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ, ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି ପାର୍ଥିବ ବିଷୟ ଗୁଡ଼ିକରେ ଆସକ୍ତ ଅଟନ୍ତି। ଆଉ ଏଠାରେ ଗୋଟେ ବିଷୟ କୁହାଯାଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ କିଏ? ଆଉ ସେଇମାନେ ଯେଉଁମାନଙ୍କର ଉଦର ସେମାନଙ୍କର ଦେବତା, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟର ବିଷୟରେ ଚିନ୍ତା ନ କରି ଆଉ ସେମାନେ କଣ କରନ୍ତି? କେବଳ ନିଜ ନିଜ ବିଷୟରେ
ନିଜ ନିଜ ପେଟ ବିଷୟରେ ଯେଉଁମାନେ ଚିନ୍ତା କରନ୍ତି ଆଉ ସେମାନଙ୍କ ବିଷୟରେ କୁହାଯାଉଛି ଆଉ ସେମାନେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ସେମାନେ ଶତ୍ରୁ ଅଟନ୍ତି। ଆଉ ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ବୋଲି ମନେ କରନ୍ତି, ପୁଣି ପାର୍ଥିବ ବିଷୟ ଗୁଡ଼ିକରେ ଆସକ୍ତ ଅଟନ୍ତି। ଯେଉଁମାନେ ପାର୍ଥିବ ବିଷୟରେ ଆସକ୍ତ ସେଇମାନେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେମାନେ ଶତ୍ରୁ ଅଟନ୍ତି। ପାର୍ଥିବ ବିଷୟ ଅର୍ଥାତ୍ ଯାହା ଜଗତରେ ରହିଅଛି, ଯାହା କ୍ଷଣକାଳ ସ୍ଥାୟୀ, ଯେଉଁଥିରେ ମଣିଷ ଆସକ୍ତ ହୁଏ ଆଉ ଯାହା ଦ୍ୱାରା ମଣିଷ ସମ୍ପୂର୍ଣ୍ଣ ରୂପେ ଭ୍ରଷ୍ଟ ହୁଏ, ଏ ସମସ୍ତ ବିଷୟକୁ ପାର୍ଥିବ ବିଷୟ ବୋଲି କୁହାଯାଉଅଛି। ଆଉ ଏମିତି ବି ଅନେକ ଏ ଦୁନିଆରେ ଅଛନ୍ତି ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପଛରେ ନ ଚାଲେ ସେମାନେ ପାର୍ଥିବ ବିଷୟରେ ସେମାନେ ଆସକ୍ତ ଅଟନ୍ତି। ଜାଗତିକ ବିଷୟରେ ଅଧିକରୁ ଅଧିକ ସେମାନେ ଆସକ୍ତ ଅଟନ୍ତି ଆଉ ସେଇମାନେ ଈଶ୍ୱରଙ୍କର ଶତ୍ରୁ। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ ବିଷୟ ଚିନ୍ତା ନ କରି କେବଳ ନିଜର ପରିବାର, ନିଜର ସ୍ୱାର୍ଥ ବିଷୟ ଚିନ୍ତା କରନ୍ତି, ନିଜର ଉଦର ବା ନିଜର ପରିବାର ବିଷୟ ଚିନ୍ତା କରନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗରେ ନ ରଖି ନିଜର ବିଜନେସ୍, ନିଜର ଟଙ୍କା ପଇସା, ବ୍ୟାଙ୍କ ବାଲାନ୍ସ, ନିଜର ପ୍ରତିପତ୍ତି, ନିଜର ଧନ ସମ୍ମାନକୁ ଯେଉଁମାନେ ଆଗରେ ରଖନ୍ତି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ପଛରେ ରଖନ୍ତି, ଆଉ ସେମାନେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ଶତ୍ରୁ, ତାହାଙ୍କର କ୍ରୁଶର ଶତ୍ରୁ ଅଟନ୍ତି। ତେବେ ମାଥିଉ ତାର 16:23 ଏହି ପଦକୁ ମଧ୍ୟ ଆମେମାନେ ଟିକେ ଲକ୍ଷ୍ୟ କରିବା। ମାଥିଉ ତାର 16 ପର୍ବର ତାର 23 ପଦ ଏଠାରେ ଏପରି ଲେଖାଯାଏ, କିନ୍ତୁ ଯୀଶୁ ବୁଲି ପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୋ ସୈତାନ, ତୁମେ ମୋହର ବିଘ୍ନ ସ୍ୱରୂପ, କାରଣ ତୁମେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ। ହଁ ବନ୍ଧୁଗଣ, ଯେଉଁମାନେ ଈଶ୍ୱରଙ୍କ ବିଷୟ ନ ଭାବି ଯେଉଁମାନେ ମନୁଷ୍ୟର ବିଷୟ ଚିନ୍ତା କରନ୍ତି ସେମାନେ ହେଉଛନ୍ତି ଈଶ୍ୱରଙ୍କ ଶତ୍ରୁ। ସେଇଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କୁ ମଧ୍ୟ ଛାଡ଼ି ନଥିଲେ ଆଉ ପିତରଙ୍କୁ ମଧ୍ୟ କହିଥିଲେ, ମୋ ଆଗରୁ ଦୂର ହୁଅ ସୈତାନ, ଆଉ ତୁମ୍ଭେ ମୋହର ବିଘ୍ନ ସ୍ୱରୂପ। ଆଉ ଯେଉଁମାନେ ଏ ସମସ୍ତ ବିଷୟ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ବିଘ୍ନ ସ୍ୱରୂପ, ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଘ୍ନ ସ୍ୱରୂପ ଅଟନ୍ତି। ତେବେ ଆଉ ମଧ୍ୟ ଆମେ ଦେଖିବା ମାଥିଉ 13 ପର୍ବର ତାର 28 ପଦ। ମାଥିଉ 13 ପର୍ବ ତାର 28 ପଦ। ଆଉ ଏଠାରେ ଏହିପରି ଲେଖାଯାଏ, ସେ ସେମାନେ କହିଲେ, ଜଣେ ଶତ୍ରୁ ଏହା କରିଅଛି। ପୁଣି ଦାସମାନେ ତାଙ୍କୁ କହିଲେ, ତେବେ ଆମେମାନେ ଯେ ସେଗୁଡ଼ାକୁ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା? ଏଠି ଗୋଟିଏ ବିଷୟ ମୁଁ କହି ରଖୁଛି, ଏହା ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଗହମ ଏବଂ ବାଳୁଙ୍ଗାର ଦୃଷ୍ଟାନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଲେ। ତେ ଗହମ ଏବଂ ବାଳୁଙ୍ଗା ମଧ୍ୟରେ ଯେତେବେଳେ ମାଲିକ ଯେତେବେଳେ ଗହମ ବୁଣିଲେ, ତାଙ୍କ ଶତ୍ରୁ ଆସିକି ବାଳୁଙ୍ଗା ବୁଣି ଦେଇଗଲା। ଆଉ ଯେତେବେଳେ ଗହମ ବଢ଼ିଗଲା ସେତେବେଳେ ବାଳୁଙ୍ଗା ଗୁଡ଼ିକ ମଧ୍ୟ ବଢ଼ିବାକୁ ଲାଗିଲା। ମୋର କହିବାର ଅର୍ଥ ହେଉଛି, ଆଜିକାଲି ପ୍ରକୃତ ସୁସମାଚାର ସହିତ ମିଥ୍ୟା ସୁସମାଚାର ମଧ୍ୟ ପ୍ରଚାର କରାଯାଉଅଛି। ଯେଉଁ ସୁସମାଚାର କି ପ୍ରକୃତରେ ସୁସମାଚାର ହିଁ ନୁହେଁ, ଆଉ ଯେଉଁ ବିଷୟ ଶୁଣିକି ଅନେକ ପଥଭ୍ରଷ୍ଟ ହୁଅନ୍ତି, ଆଉ ଯେଉଁମାନେ ଏ ସମସ୍ତ ବିଷୟ କରନ୍ତି ସେମାନେ ହେଉଛନ୍ତି ଈଶ୍ୱରଙ୍କ ଶତ୍ରୁ। ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ସୁସମାଚାରକୁ ପ୍ରଚାର ନ କରି ଯେଉଁମାନେ କି ଭ୍ରାନ୍ତ ଶିକ୍ଷାରେ ପଡ଼ି ଯେଉଁମାନେ କି ଭ୍ରାନ୍ତ ଶିକ୍ଷାକୁ ପ୍ରଚାର କରନ୍ତି, ଆଜିକାଲି ତ ଏପରି ଅନେକ ଭ୍ରାନ୍ତ ଶିକ୍ଷକ ଗୁଡ଼ିକ ରହିଅଛନ୍ତି, ଅନେକ ଭ୍ରାନ୍ତ ଶିକ୍ଷା ରହିଅଛି, ଅନେକ ଭ୍ରାନ୍ତ ଶିକ୍ଷକ ଅଛନ୍ତି। ସେମାନେ କ'ଣ କରନ୍ତି? ଭ୍ରାନ୍ତ ଶିକ୍ଷାକୁ ସେମାନେ ପ୍ରଚାର କରନ୍ତି, ଅର୍ଥାତ୍ ସେମାନେ ବାଳୁଙ୍ଗାକୁ ସେମାନେ ବୁଡ଼ନ୍ତି, ଆଉ ସେମାନେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ଅଟନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ସମସ୍ତଙ୍କୁ ଆନ୍ତରିକ ନମସ୍କାର। ବିଶ୍ୱାସ କରେ ଆଜିର ଭିଡ଼ିଓ ଆପଣଙ୍କୁ ନିଶ୍ଚିନ୍ତ ରୂପରେ ସାହାଯ୍ୟ କରିଥିବ। ସମସ୍ତଙ୍କୁ ନମସ୍କାର। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଭର ଆନ୍ତରିକ ନମସ୍କାର।